रासा जिस तुम्हें मारा सा गौरव माया भरसा जिस तुम्हें मारा सा गौरव माया भरसा। ବହୁତ ଦିନର କଥା, ଆମେ କୋରାପୁଟରେ ଚାକିରି କରୁଥିଲୁ। ସେତେବେଳେ ମତେ ଗୋଟେ ବାକ୍ୟ କୋଉଟା ପଢିବା ପାଇଁ ବୋଲି ଏଇ ଜନ୍ମଦିନ ଉପଲକ୍ଷେ କୋଉ ବାକ୍ୟ ଗୋଟେ ପଢିବା ପାଇଁ ମତେ ଏମିତି ମିଟିଂରେ କୁହା ହେଇଥିଲା। ସେଥିରେ ମୁଁ ଗୋଟେ ପଦ ପଢିଥିଲି, ମାଥ୍ୟୁ 2 ପର୍ବ ଆଉ 2 ପର୍ବର ଅନେକ ପଦ ଅଛି, କିନ୍ତୁ ମୁଁ ଏଇ ଗୋଟେ ଛୋଟ ପଦଟା ପଢିଥିଲି। 2 ପର୍ବର 6 ପଦଟା ଗୋ ଜିହୁଦାଙ୍କ ପ୍ରଦେଶର ବେଥଲହେମ, ତୁ ଜିହୁଦାର ପ୍ରଧାନ ନଗର ସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନହୁ, କାରଣ ଯେ ଆମର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ ଏପରି ଜଣେ ଶାସନକର୍ତ୍ତା ତୋ ଠାରୁ ଉତ୍ପନ୍ନ ହେବେ। ଏଇ କଥାଟା ଯେ 5 ପଦରେ ଲେଖା ହେଇଛି, 2:5 ସେମାନେ ତାଙ୍କୁ କହିଲେ ଜିହୁଦା ପ୍ରଦେଶର ବେଥଲିହେମରେ, କାରଣ ଭାବବାଦୀଙ୍କ ଦ୍ଵାରା ଏପରି ଲେଖା ଅଛି। କଣ ଲେଖା ହେଇଛି? ଏଇଟା ଗୋଟେ ଗୋଟେ ପଦଟା ମନେ ପଡୁଛି। 4 ପଦରେ ଲେଖା ହେଇଛି ଯେ ପୁଣି ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ ତାହା ସେମାନଙ୍କ ଠାରୁ ବୁଝି ନେବାକୁ ଚେଷ୍ଟା କଲେ। ସେମାନେ ତାହାଙ୍କୁ କହିଲେ, ସେମାନଙ୍କୁ ଯେତେବେଳେ କି ସେମାନେ ଅନୁସନ୍ଧାନ କଲେ, ଯାଜକ ମାନଙ୍କୁ ଶାସ୍ତ୍ରୀ ମାନଙ୍କୁ ଏକତ୍ର କରି ପଚାରୁଥିଲେ, ସେଇଠି ଲେଖା ହେଇଛି ସେଇ ଯେ ବାକ୍ୟର ଭିତରେ ସେମାନେ ଖୋଜୁ ଖୋଜୁ ସେମାନେ ଦେଖିଲେ ଜିହୁଦା ପ୍ରଦେଶର ବେଥଲିହେମରେ, କାରଣ ଭାବାଦୀଙ୍କ ଦ୍ଵାରା ଏପରି ଲେଖା ଅଛି। ସେଇଟା ପୂର୍ବରୁ ସେ ଭାବାଦୀ ଲେଖିଛନ୍ତି। ଆଉ 6 ପଦରେ ଆଉ ଗୋ ଜିହୁଦାଙ୍କ ପ୍ରଦେଶର ବେଥଲିହେମ, ସେଇ ବେଥଲିହେମ ନଗରକୁ କୁହା ହଉଛି ଯେ ତୁ ଜିହୁଦାର ପ୍ରଧାନ ନଗର ସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୁହଁ, କାରଣ ସେ ଆମର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ ଏପରି ଜଣେ ଶାସନକର୍ତ୍ତା ତୋ ଠାରୁ ଉତ୍ପନ୍ନ ହେବେ। ଏଇଟା ଗୋଟେ ଆଶ୍ଚର୍ଯ୍ୟ ବିଷୟ, ଆଶ୍ଚର୍ଯ୍ୟ କଥା ଆମମାନଙ୍କ ନିମନ୍ତେ ଯେ ବେଥଲିହେମରେ ଯୋଉ ଶାସନକର୍ତ୍ତା ଗୋଟେ, ଆଉ ଯେ କି ପ୍ରତିପାଳନ କରିବେ, ଯେ କି ପରିତ୍ରାଣ ଦେବେ, ଯେ କି ମୁକ୍ତି ଦେବେ, ଆଜି ଏଇପରି ଗୋଟେ ତ୍ରାଣକର୍ତ୍ତା ମାନଙ୍କ ନିମନ୍ତେ ସେଇ ବେଥଲିହେମରେ ଆଉ ଆଉ କ୍ଷୁଦ୍ର ବୋଲିକି ଭାବିଛୁ। ସେଇଟା କ୍ଷୁଦ୍ର, ନିଶ୍ଚୟ କ୍ଷୁଦ୍ର ହେଇପାରେ, କିନ୍ତୁ ସେଇଠି ଲେଖା ଅଛି ଯେ ସେଇ କ୍ଷୁଦ୍ର ନଗରକୁ ଯେ ତ୍ରାଣକର୍ତ୍ତା, ମୁକ୍ତିଦାତା, ଉଦ୍ଧାରକର୍ତ୍ତା, ଯେ ଶାସନକର୍ତ୍ତା ଆମମାନଙ୍କ ନିମନ୍ତେ ସେଇ ସ୍ଥାନରୁ ହିଁ ଉତ୍ପନ୍ନ ହେବେ ବୋଲିକି ପୂର୍ବରୁ ଭାବବାଣୀ କୁହାହେଇଛି। ଆଜି ଛୋଟ ଛୋଟ ସନ୍ତାନ ମାନେ କ୍ଷୁଦ୍ର ହେଇପାରନ୍ତି, କିନ୍ତୁ ଏଇ ସନ୍ଦେଶ ମାଧ୍ୟମରେ ଯେ ଏଇ ଛୋଟ ଛୋଟ ସନ୍ତାନ ମାନଙ୍କୁ ପ୍ରତି ସଣ୍ଡେରେ ଯୋଉ ସମସ୍ତ ଶିକ୍ଷା ବାକ୍ୟ ସେମାନଙ୍କୁ ଦେଉଛୁ, ଆମେ ବଡମାନେ ମଧ୍ୟ ଯୋଉ ଆଶୀର୍ବାଦ ଆମେ ଯାଉଛୁ, ଏଇଟା କ୍ଷୁଦ୍ର ନୁହେଁ। ଏଇ ଆଶୀର୍ବାଦଟା କ୍ଷୁଦ୍ର ନୁହେଁ। ବେଥଲିହେମ ଯେପରିକି କ୍ଷୁଦ୍ର ହେଇଥିଲେ ମଧ୍ୟ ସେଇ ସ୍ଥାନରୁ ଆଉ ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ପ୍ରତିପାଳନ କରିବା ପାଇଁ ଆଉ ଶାସନକର୍ତ୍ତା ଆଉ ଉତ୍ପନ୍ନ ହଉଛନ୍ତି। ଆଜି ବାକ୍ୟରେ ଯାହା ଯାହା ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ କର୍ମ ସବୁ ଆଉ ଭବିଷ୍ୟତ ବକ୍ତା ମାନେ ଯାହା ଲେଖିଛନ୍ତି, ଯାହା କହିଛନ୍ତି, ସେମାନେ ଦେଖିଛନ୍ତି ମଧ୍ୟ, ଭାବାଦୀ ମାନେ ମଧ୍ୟ ସେ ଅନୁଭୂତି କରିଛନ୍ତି ଆଉ ସେମାନେ ପ୍ରକାଶ କରିଛନ୍ତି। 2000 ବର୍ଷ ତଳେ ଏଇ ମହତ୍ କାର୍ଯ୍ୟଟା ପ୍ରଭୁ ସେଇ ବେଥଲିହେମରେ ଦେଖିବାକୁ ଦେଇଥିଲେ, ସେଇ ବେଥଲିହେମରେ ଦେଖିବାକୁ ଦେଇଥିଲେ।
ଆମେ ଦେଖୁଛୁ ଯେ ଲୁକ ପୁସ୍ତକ ସେଇ ଲୁକ ପୁସ୍ତକରେ ମଧ୍ୟ ଆମେ ଦେଖୁଛୁ ଆଉ ଯୀଶୁଙ୍କର ଜନ୍ମ ଯେ ଏତେ ଆଶ୍ଚର୍ଯ୍ୟ ଏତେ ଗୌରବଯୁକ୍ତ ଆଉ ସେ ଗୌରବଯୁକ୍ତ ଯୀଶୁଙ୍କର ଜନ୍ମ ହେବା ପୂର୍ବେ ଯୌନଙ୍କର ଜନ୍ମ ହେଇଥିଲା। ଯୌନଙ୍କର ଜନ୍ମ ମଧ୍ୟ ସେଇଟା ଅଦ୍ୱିତୀୟ, ସେଇଟା ମଧ୍ୟ ସାଧାରଣ ନୁହେଁ। ଯୌନ ମଧ୍ୟ ଅଗ୍ରଗାମୀ ଦୂତ ହିସାବରେ ଆସିଥିଲେ। ସେ ଅଗ୍ରଗାମୀ ଦୂତ ଆସିକି ସେ କଣ ପ୍ରଚାର କରିଥିଲେ ଆମମାନଙ୍କ ନିମନ୍ତେ ମନ ପରିବର୍ତ୍ତନ କର ବୋଲି। ଏବେ ଜଗତରେ ମନ ପରିବର୍ତ୍ତନ କରିବା ଦ୍ୱାରା ଆଉ ପାପ ସ୍ୱୀକାର କରିବା ଦ୍ୱାରା ଯୀଶୁଙ୍କର ସେଇ ଜନ୍ମକୁ ବିଶ୍ୱାସ କରିବା, ତାଙ୍କର ମୃତ୍ୟୁକୁ ବିଶ୍ୱାସ କରିବା, ତାଙ୍କର ପୁନରୁତ୍ଥାନକୁ ବିଶ୍ୱାସ କରିବା, ଏଇଟା ହିଁ ପରିତ୍ରାଣ। ପ୍ରଭୁ ଯୀଶୁ ଯେ ଆମମାନଙ୍କ ନିମନ୍ତେ ଜନ୍ମଗ୍ରହଣ କରିଛନ୍ତି, ମୋ ନିମନ୍ତେ, ଆମମାନଙ୍କ ନିମନ୍ତେ, ଜଗତ ନିମନ୍ତେ, ଏଇଟା ବିଶ୍ୱାସ କରିବା। ଆଉ ସେ ଆମମାନଙ୍କର ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି ପୃଥିବୀରେ। ସ୍ୱର୍ଗର ସୁଖ ପରିତ୍ୟାଗ କରିକି ସେ ଅଦ୍ୱିତୀୟ ପୁତ୍ର ହେଲେ ମଧ୍ୟ ପ୍ରଭୁ ଯୀଶୁ ନାମେ, ଖ୍ରୀଷ୍ଟ ଯୀଶୁଙ୍କ ନାମେ ସେ ତ୍ରାଣକର୍ତ୍ତା, ଅଭିଷିକ୍ତ ତ୍ରାଣକର୍ତ୍ତା ରୂପେ ଆମମାନଙ୍କ ନିମନ୍ତେ ଜନ୍ମଗ୍ରହଣ କରିଛନ୍ତି। ସେ ଜନ୍ମଗ୍ରହଣ କରିବା ଦ୍ୱାରା ଯେ ସେଇ ଗୁହାଳ କୁଣ୍ଡ ଯୋଉଟା କି ଅବର୍ଜନା, ସେଇ କୁଣ୍ଡରେ ଯୋଉ ଗୁହାଳ କୁଣ୍ଡରେ ଆମମାନଙ୍କର ସମସ୍ତ ଖାଇବା ଅଇଠା ଯେ ତୋରାଣି ପାଣି ଯାହା କିଛି ଅଇଠା ଆମେ ପକେଇଥାଉ, ସେଇଟା ନେଇକି ଗାଈ ମାନଙ୍କୁ ଦିଅନ୍ତି ସେଇ କୁଣ୍ଡରେ ଢାଳିକି। ସେଇ ଗୁହାଳ କୁଣ୍ଡକୁ ପ୍ରଭୁ ଯୀଶୁ ମନୋନୀତ କରିଥିଲେ। ବର୍ତ୍ତମାନ ଜଗତେ ଆମମାନଙ୍କର ହୃଦୟ ଯେ ଅବର୍ଜନା, ପାପରେ ଜର୍ଜରିତ, ଅଯୋଗ୍ୟତା, ଦୁର୍ବଳତା, ଆମମାନଙ୍କର ଅନ୍ଧକାର ହୃଦୟକୁ ସେ ମନୋନୀତ କରିଛନ୍ତି। ଏବେ ସେଇ ଗୁହାଳ କୁଣ୍ଡ ଯେପରିକି ଅବର୍ଜନାରେ ମନୋନୀତ କରିଥିଲେ ସେଇଠି ଜନ୍ମଗ୍ରହଣ କରିବାକୁ, ଏବେ ମନୁଷ୍ୟମାନଙ୍କର ହୃଦୟ ମଧ୍ୟ ସେଇ ଅବର୍ଜନାକୁ ଯେ ପରିଷ୍କାର କରିବା ନିମନ୍ତେ ତାଙ୍କର ଉପସ୍ଥିତି ଆମେ ଦେଖୁଛୁ। ତାଙ୍କର ଉପସ୍ଥିତି ଯଦି ଆମମାନଙ୍କର ହୃଦୟ ମଧ୍ୟରେ ସ୍ଥାନ ଦେଉଛୁ, ବାସସ୍ଥାନ ବୋଲିକି କହିଛନ୍ତି, ତାଙ୍କରି ଉପସ୍ଥିତ ହେଲେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅନ୍ତି ମନୁଷ୍ୟମାନଙ୍କର ଜୀବନ ସେ ନୂତନ ସୃଷ୍ଟି ହେଇଯାଇଥାଏ, ନୂତନ ଆଶୀର୍ବାଦ ପରିପୂର୍ଣ୍ଣ ହେଇଥାଏ। ଯୋଉ ସମସ୍ତ ଅନ୍ଧକାର ବିଷୟ, ଶୈତାନର କାର୍ଯ୍ୟ, ସମସ୍ତ କଳୁଷିତ ଯାହା କିଛି ଜୀବନରେ ଆମମାନଙ୍କର ଛୋଟ ମାନଙ୍କର ମଧ୍ୟ ପିତାମାତାର ଅବାଧ୍ୟ କି ପାତ୍ର ପ୍ରତି କି ପ୍ରାର୍ଥନା ପ୍ରତି କି ତାଙ୍କ ନିକଟରେ ସମର୍ପିତ ନିଜ ଜୀବନକୁ ହେବା, ଏଇଟା ମଧ୍ୟ ଛୋଟ ଛୋଟ ସନ୍ତାନ ମାନେ ଜାଣିପାରନ୍ତି ନାହିଁ। ସେଇମାନଙ୍କୁ ମଧ୍ୟ ପ୍ରଭୁ ଏଇ ସଂସ୍କୃତ ମାଧ୍ୟମରେ ପ୍ରଭୁ ସାହାଯ୍ୟ କରି ସେଇ ଗୁହାଳ କୁଣ୍ଡକୁ ଯେପରି ମନୋନୀତ କରିଥିଲେ, ଆମମାନଙ୍କୁ ମଧ୍ୟ ଛୋଟ ଛୋଟ ସନ୍ତାନ ମାନଙ୍କୁ ମନୋନୀତ କରିଛନ୍ତି। ଆଜି ବଡ ମାନଙ୍କ ହୃଦୟ ମଧ୍ୟ ସେ ଆମମାନଙ୍କୁ ଅନୁସନ୍ଧାନ କରିକି ଆମମାନଙ୍କ ନିମନ୍ତେ ମଧ୍ୟ ସେ ପ୍ରକାଶିତ ହଉଛନ୍ତି। ଯେମାନେ ଗ୍ରହଣ କରୁଛୁ ସେ ପରିତ୍ରାଣ ପାଉଛୁ, ଯେମାନେ ତାଙ୍କ ଠାରେ ବିଶ୍ୱାସ କରୁଛୁ ସେମାନେ ସେ ଆଶୀର୍ବାଦର ଅଂଶୀ ହଉଛୁ। ଆଉ ଜନ୍ମକୁ ବିଶ୍ୱାସ କରିବା, ତାଙ୍କର ମୃତ୍ୟୁକୁ ବିଶ୍ୱାସ କରିବା, ପୁନରୁତ୍ଥାନକୁ ବିଶ୍ୱାସ କରିବା, ଏଇଟା ହିଁ ପରିତ୍ରାଣ ଜୀବନ। ପ୍ରଭୁ ଯୀଶୁ ଆମମାନଙ୍କ ନିମନ୍ତେ ଏଇ କାର୍ଯ୍ୟ କରିଛନ୍ତି। ସ୍ୱର୍ଗର ସୁଖ, ସ୍ୱର୍ଗର ସିଂହାସନ ଛାଡିଛନ୍ତି ଆଉ ଆମମାନଙ୍କ ନିମନ୍ତେ ଆସିଛନ୍ତି। ଆସି ଯୋଉ ସମସ୍ତ ଦୁଃଖ ଭୋଗ ଜଗତରେ ଉପଭୋଗ କଲେ, ସେଇ ଦୁଃଖ ଭୋଗ ଯୋଗୁ ଆମମାନେ ସେ ବିକ୍ଷତ ହେବା ଯୋଗୁ ଆମମାନଙ୍କ ରୋଗ ସୁସ୍ଥ ହେଇଛି। ଅନେକ ସମୟ ଅନେକ ଲୋକମାନେ ଔଷଧ ପତ୍ର ବ୍ୟବହାର କରୁନାହାନ୍ତି। ସେ ଯୀଶୁଙ୍କର କୃଷି ମୃତ୍ୟୁକୁ ସ୍ମରଣ କରି ସେଇ ପ୍ରହାରକୁ ଅନୁଭୂତି କରି ନିଶ୍ଚୟ ମୋ ଜୀବନରେ ମଧ୍ୟ ମୁଁ ବହୁ ଗୋଟେ 17-18 ବର୍ଷ ମୁଁ ଔଷଧ ବ୍ୟବହାର କରିନଥିଲି। ଯେତେବେଳେ ପ୍ରଭୁକୁ ମୁଁ ପାଇଲି, ପ୍ରଭୁ ଯୀଶୁ ତ୍ରାଣକର୍ତ୍ତା ବୋଲିକି ମୁଁ ଅନୁଭବ କଲି, ପରିତ୍ରାଣକର୍ତ୍ତା ବୋଲି ଜୀବନରେ ଗ୍ରହଣ କଲି, ମୁଁ
ସେଇ ଦିନ ଠାରୁ ମୁଁ ଔଷଧ ବ୍ୟବହାର କରିନଥିଲି। ପ୍ରଭୁ ମତେ ସୁସ୍ଥ ସବଳ ରଖିଥିଲେ। ଯାହା କିଛି ଆସୁଥିଲା, କଷ୍ଟ ଯାତନା ଆସୁଥିଲା, କିନ୍ତୁ ପ୍ରଭୁ ଯୀଶୁ ସେ ରକ୍ତକୁ ସ୍ମରଣ କରି, କୃଷକୁ ସ୍ମରଣ କରି ମୁଁ ପ୍ରଭୁଙ୍କ ନିକଟରେ ବିଶ୍ୱାସ କରିବା ଦ୍ୱାରା ମୁଁ ସୁସ୍ଥ ସବଳ ହେଉଥିଲି। କିନ୍ତୁ ମୋ ଜୀବନର ଦୁର୍ବଳତା ଯୋଗୁ ଏବେ ଏଇ ଆଣ୍ଠୁ ବଥା ଗୋଟେ ମତେ କାଳ ସଦୃଶ। ସଦାସର୍ବଦା ଏଇ ଆଣ୍ଠୁ ବଥା ଯୋଗୁ ଯିବା ଆସିବା, ବସା ଉଠା କରିବା ମୋର ପକ୍ଷେ ଅସମ୍ଭବ ହେଇଯିବା ଯୋଗୁ ମୁଁ ଏଇ ଔଷଧ ପତ୍ର ଖାଇବାକୁ ବାଧ୍ୟ ହଉଛି। ହେଲେ ମଧ୍ୟ এই ଔଷଧ ପ୍ରତି ମୋର ଆସକ୍ତି ନାହିଁ, କିନ୍ତୁ ପ୍ରଭୁ ଯୀଶୁଙ୍କର ରକ୍ତ ହିଁ ମୋର ବିଶ୍ୱାସ। এই ସମସ୍ତ ସେଇ କୃଷିୟ ରକ୍ତ, ସେ କୃଷିୟ ମୃତ୍ୟୁକୁ ସ୍ମରଣ କରି ଅନେକ ସୁସ୍ଥ ସବଳ, ଯୀଶୁଙ୍କର ନାମ, ଯୀଶୁଙ୍କର ବାକ୍ୟ ଦ୍ୱାରା ଅନେକ ସୁସ୍ଥ ସବଳ ହେଇପାରୁଛୁ। ଯୋଉଟା କି ହସ୍ପିଟାଲ ଫେରେଇ ଦଉଛନ୍ତି, ଡକ୍ଟର ଫେରେଇ ଦଉଛନ୍ତି, ହେଲେ ମଧ୍ୟ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରିକି ଅନେକ ଲୋକ ଜୀବିତ ହେଇଛନ୍ତି। ମୃତ୍ୟୁ ହେଇଯିବ, ଏତିକି ଦିନ ପରେ ସେ ମୃତ୍ୟୁ ହେଇଯିବ ବୋଲିକି ଫେରାଉଛନ୍ତି। ପ୍ରଭୁ ନିକଟରେ ବିଶ୍ୱାସ କରି ଯେମାନେ ପ୍ରାର୍ଥନା କରୁଛୁ, ଆଉ ଅନେକ ଲୋକ ମଧ୍ୟ ସେ ମୃତ୍ୟୁ ଠାରୁ ରକ୍ଷା ପାଇ ଅନେକ ବର୍ଷ ବଞ୍ଚିଛନ୍ତି। ଆମେ ଅନୁଭୂତି କରିଛୁ, ଅନୁଭବ କରିଛୁ। ନିଶ୍ଚୟ ତାଙ୍କରି ରକ୍ତରେ ଶକ୍ତି ଅଛି, ନାମରେ ଶକ୍ତି ଅଛି, ବାକ୍ୟରେ ଶକ୍ତି ଅଛି। ଏହିପରି ତ୍ରାଣକର୍ତ୍ତାକୁ ସେ ବେଥଲିହେମରେ ଆମମାନଙ୍କ ନିମନ୍ତେ ଜନ୍ମଗ୍ରହଣ କରିବାକୁ ଦେଇଥିଲେ। ସେଥିପାଇଁ ଆଉ ସେ 2 ପର୍ବର 6 ପଦରେ ଲେଖା ହେଇଛି ଯେ, ଆଉ ବୋ ଜିହୁଦାଙ୍କ ପ୍ରଦେଶର ବେଥଲିହେମ, ତୁ ଜିହୁଦାର ପ୍ରଧାନ ନଗର ସମୂହ ମଧ୍ୟରେ କୌଣସି ପ୍ରକାର କ୍ଷୁଦ୍ରତମ ନହୁ, କାରଣ ଯେ ଆମର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋଠାରୁ ଉତ୍ପନ୍ନ ହେବେ। ଧନ୍ୟବାଦ କରୁଛି ପ୍ରଭୁଙ୍କୁ। ପ୍ରଭୁ ଆମମାନଙ୍କ ନିମନ୍ତେ ସେଇ ତ୍ରାଣକର୍ତ୍ତା, ଶାସନକର୍ତ୍ତା, ପ୍ରତିପାଳନକାରୀକୁ ଆମମାନଙ୍କୁ ସେଇ ବେଥଲିହେମ ନଗରରେ ଜନ୍ମଗ୍ରହଣ, ସେଇ ଗୁହାଳ କୁଣ୍ଡରେ ଜନ୍ମଗ୍ରହଣ କରିବାକୁ ପ୍ରଭୁ ଦେଇଥିଲେ। ସେ 2025 ସାଲ ପୂର୍ବରୁ ଏଇଟା ଆମେ ଦେଖିପାରୁଛୁ, ଆମେ ଅନୁଭବ ମଧ୍ୟ କରିପାରୁଛୁ। ପ୍ରଭୁଙ୍କର ଦୟା କରୁଣା ଆମମାନଙ୍କର ଜୀବନରେ ଆମେ ଅନୁଭବ କରୁଛୁ। ନିଶ୍ଚୟ ତାଙ୍କରି ଦୟା, ତାଙ୍କରି ପ୍ରେମ, ତାଙ୍କରି କରୁଣା ଆମେ ଅନେକ ଉପଲବ୍ଧି କରି ଆସୁଛୁ। ପ୍ରଭୁଙ୍କର ଚରଣ ତଳେ ଆମେ କୃତଜ୍ଞ ହଉଛୁ। ପ୍ରଭୁ ଆଉ ଗୋଟେ କଥା କହିଛନ୍ତି ଯେ, ମିଶା ଭାବାଦୀ ସେଠି କରିଛନ୍ତି, ମାତ୍ର ଏ ବେଥଲିହେମ ଇଫ୍ରାତା ଜିହୁଦାର ସହସ୍ର ଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭ ମଧ୍ୟରୁ ଇସ୍ରାଏଲ ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ହାଲେଲୁୟା, ହାଲେଲୁୟା। ନିଶ୍ଚୟ ଆମମାନଙ୍କ ନିମନ୍ତେ ଏଇ ବାକ୍ୟ ମଧ୍ୟ ପ୍ରଯୁଜ୍ୟ। ଏଇ ସମୟ, ଏଇ ବଡଦିନର ଉପଲକ୍ଷେ ଆମମାନଙ୍କ ନିମନ୍ତେ ସେଇ ବେଥଲିହେମରୁ ଆମମାନଙ୍କର ଶାସନକର୍ତ୍ତା ଉତ୍ପନ୍ନ ହେଇଛନ୍ତି। 3 ପଦରେ ଲେଖା ଅଛି, ଏଥି ନିମନ୍ତେ ଯେଉଁ ସ୍ତ୍ରୀ ପ୍ରସବ ବେଦନାଗ୍ରସ୍ତା ହେଉଅଛି, ସେ ଯେ ପର୍ଯ୍ୟନ୍ତ ପ୍ରସବ ନ କରେ, ସେଇ ସମୟ ପର୍ଯ୍ୟନ୍ତ ସେ ସେମାନଙ୍କୁ ତ୍ୟାଗ କରିବେ। ସେମାନଙ୍କୁ ତ୍ୟାଗ କରିବେ। ତହିଁଉତ୍ତାରେ ତାହାଙ୍କର ଅବଶିଷ୍ଟ ଭାତୃଗଣ ଇସ୍ରାଏଲର ସନ୍ତାନ ଗଣର ନିକଟକୁ ଫେରି ଆସିବେ। ନିଶ୍ଚୟ ଯୋଉ ଶକ୍ତି, ଯୋଉ ଅନୁଗ୍ରହ, ଯୋଉ ଆଶୀର୍ବାଦ ଆମମାନଙ୍କ ନିମନ୍ତେ ଦାନ କରିଛନ୍ତି ଏଇ ବେଥଲିହେମରେ, ଏଇ ବେଥଲିହେମଟା ଯେ ଏପରି ଗୋଟେ ଆଶୀର୍ବାଦ ନଗର। 4 ପଦରେ ଲେଖା ଅଛି, ପୁଣି ସେ ଠିଆ ହୋଇ ସଦାପ୍ରଭୁଙ୍କର ଶକ୍ତିରେ, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ, ମହିମାରେ ଆପଣା ପୋଲ ଚରାଇବେ ଓ ସେମାନେ ସୁସ୍ଥିର ହୋଇ ବାସ କରିବେ, କାରଣ ସେ ସମୟରେ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ ହେବେ। ହାଲେଲୁୟା। ଆଉ ଏଇ ସମସ୍ତ ଆମ୍ଭମାନଙ୍କର ଶାନ୍ତି ସ୍ୱରୂପ ହେବେ, ଯେପରି ଯେଉଁ ସମୟରେ ଅସୁର ମାନ ଆମ୍ଭମାନଙ୍କର ଦେଶକୁ ଆସିବ ଓ ଆମ୍ଭମାନଙ୍କ ଅଟ୍ଟାଳିକା ମାନରେ ପଦାର୍ପଣ କରିବ, ସେ ସମୟରେ ଆମ୍ଭେମାନେ ତାହା ବିରୁଦ୍ଧରେ 7 ଜଣ ପୋଲ ରକ୍ଷକ ଓ 8 ଜଣ ପ୍ରଧାନ ଲୋକ ଉତ୍ଥାପନ କରିବା। ହାଲେଲୁୟା। ପ୍ରଭୁଙ୍କର ଏଇ ପୂର୍ବରୁ ଏଇ ଭାବବାଣୀ ସବୁ ବେଥଲିହେମ ନିମନ୍ତେ ରହିଛି। ସେଇ ବେଥଲିହେମର ଯେ ଆଶୀର୍ବାଦ, ଅନୁଗ୍ରହ ଆମେ ଦେଖିପାରୁଛୁ ଆମମାନଙ୍କ ନିମନ୍ତେ ସେଇ ଜିହୁଦା ପ୍ରଦେଶର ବେଥଲିହେମରେ ଭାବାଦୀଙ୍କ ଦ୍ୱାରା ଏହିପରି ଲେଖା ହେଇଛି। ଆଗରୁ, ପୂର୍ବରୁ ଏଇଟା ପ୍ରକାଶିତ ଯେ ଭାବାଦୀ
ମାନଙ୍କର ମାଧ୍ୟମେ ପ୍ରଭୁ ପ୍ରକାଶ କରିଛନ୍ତି। ସେ କ୍ଷୁଦ୍ରତମ ନୁହନ୍ତି, ସେ ଆମମାନଙ୍କ ନିମନ୍ତେ ଆଶୀର୍ବାଦ ଅନୁଗ୍ରହ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି। ଆଉ ଆମମାନଙ୍କର ଛୋଟ ଛୋଟ ସନ୍ତାନ ମାନେ ଅବଶ୍ୟ ଉପସ୍ଥିତ ହେଇପାରିନାହାନ୍ତି, କିନ୍ତୁ ଆମେ ବଡ ମାନେ ଅଛୁ। ପ୍ରଭୁ ଆମମାନଙ୍କୁ ଏଇ ଗୌରବମୟ ମାସରେ, ଆଶୀର୍ବାଦର ମାସରେ, ଅନୁଗ୍ରହର ମାସରେ ଆମମାନଙ୍କର ସେଇ ଗୁହାଳ କୁଣ୍ଡ ପରି ଯେ ଅବର୍ଜନା ହୃଦୟକୁ ପ୍ରଭୁ ମନୋନୀତ କରିଛନ୍ତି। ଆମେ କୋଉ ସ୍ଥାନରେ ପଡିଥିଲୁ, କି ଭାବେ କି କାର୍ଯ୍ୟ କରୁଥିଲୁ, ଆମମାନଙ୍କର ଜୀବନ କଣ ଥିଲା, କିନ୍ତୁ ପ୍ରଭୁ ଆମମାନଙ୍କୁ ଏଇ ଯେ ଉଠିକା ଦେଲେ କଣ, ଯୀଶୁ ଆମମାନଙ୍କ ନିମନ୍ତେ ସ୍ୱର୍ଗ ପରୀକ୍ଷା କରିକି ତାଙ୍କର ସେ ଈଶ୍ୱର ଦ୍ୱିତୀୟ ପୁତ୍ରକୁ ଆମମାନଙ୍କ ନିମନ୍ତେ ସେଇ ଗୁହାଳ କୁଣ୍ଡରେ ଜନ୍ମ ହେବା ପାଇଁ ଦେଲେ। ଯୀଶୁ ଜନ୍ମ ହେଇଛନ୍ତି ଗୁହାଳ କୁଣ୍ଡରେ, ସେଇଟା ବାସ୍ତବ, ଏଇଟା ସତ୍ୟ। ମେଷପାଳକ ମାନେ ସୁଦୂର ବିଦେଶରୁ ପଣ୍ଡିତ ମାନେ ସୁନା କୁନ୍ଦୁରୁ ଗନ୍ଧରସ ନେଇ ତାରା ଦେଖି ସେମାନେ ସେ ଗୁହାଳ କୁଣ୍ଡରେ ପ୍ରବେଶ କରିଥିଲେ। ହାଲେଲୁୟା। ପ୍ରଭୁଙ୍କର ଏ ଅଦ୍ୱିତୀୟ ଆଶୀର୍ବାଦର ଯେ ଭାବବାଦୀ ମାନଙ୍କ ନିକଟରେ ପ୍ରକାଶିତ ହେବା ବାକ୍ୟ ଯେ ସଫଳ ହେଇଛି, ଏଇଟା ଯେ ମାନେ ଆମେ ବିଶ୍ୱାସ କରିଛୁ, ଆମେ ପରିତ୍ରାଣ ପାଇଛୁ। ଆମ ନିମନ୍ତେ ସେ ବେଥଲିହେମର ଗୁହାଳ କୁଣ୍ଡରେ ଯୀଶୁ ଜନ୍ମ ହେଲେ। ଆମମାନଙ୍କ ନିମନ୍ତେ ପ୍ରଭୁ ଯୀଶୁ କ୍ରୁଶେ କ୍ରୁଶାର୍ପିତ ହେଇ ଆଜି ମୃତ୍ୟୁ ବରଣ କରି କବରସାଇ ହେଲେ। ଆଉ ଆମମାନଙ୍କର ପାପ, ଅଧର୍ମତା, ଅଯୋଗ୍ୟତା ସେଇ କ୍ରୁଶର ସେ ମୃତ୍ୟୁର ଗୁଣେ କବରସାଇ ହେଇଛି, ଏଇଟା ବିଶ୍ୱାସ କରିଛୁ। ଆଉ ଯୀଶୁ ଯେ ଆମମାନଙ୍କ ନିମନ୍ତେ 3 ଦିନରେ ସେ ପୁନରୁତ୍ଥି ଦେଇ ବିଜୟ ହେଇଛନ୍ତି। ଆଜି ଗୋଟେ ପୁନରୁତ୍ଥି ଦିନ, ମାସର ପ୍ରଥମ ରବିବାର। ପ୍ରଭୁ ଆମମାନଙ୍କୁ ଏଇ ମାସର ପ୍ରଥମ ରବିବାର ଏଇ ସୁନ୍ଦର ସୁଯୋଗ ଦେଇଛନ୍ତି। ଏ ଅଳ୍ପ ବାକ୍ୟରେ ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କର ଅନୁଗ୍ରହରେ ଆମେ ଅଳ୍ପ ମୁଷ୍ଟିମୟ ବସି ପ୍ରଭୁଙ୍କର ଦୟା, ପ୍ରେମ, ଅନୁଗ୍ରହ ସ୍ମରଣ କରୁ କରୁ ସେଇ କ୍ଷୁଦ୍ର ବେଥଲିହେମ ଆଜି ଆମମାନଙ୍କୁ କ୍ଷୁଦ୍ର ବୋଲି ପ୍ରକାଶିତ କରିନାହାନ୍ତି। କ୍ଷୁଦ୍ର ଜଣକ ସହସ୍ର ହେବେ, ଜିସା ଭାଗ ଦେଇ ମଧ୍ୟ ପ୍ରକାଶ କରିଛନ୍ତି। ଆଉ 60 ପର୍ବରେ ନିଶ୍ଚୟ ଆମମାନଙ୍କର ଜୀବନରେ, ଆମମାନଙ୍କର ହୃଦୟରେ ପ୍ରଭୁ ଯେ ଆମମାନଙ୍କର ହୃଦୟକୁ ଚାହୁଁଛନ୍ତି, ଆମମାନଙ୍କର ହୃଦୟରେ ବାସସ୍ଥାନ କରିବା ପାଇଁ ଚାହୁଁଛନ୍ତି। ଆମେ ସେଇ ହୃଦୟରେ ପ୍ରଭୁ ଯୀଶୁଙ୍କର ବାସସ୍ଥାନ କରି ଆମେ ସେ ଦ୍ୱାରରେ ଯେ ଆଘାତ କରୁଛନ୍ତି, ଆମେ ଦ୍ୱାର ଫିଟେଇ ଦେବା। ଆଉ ଏ ଆଶୀର୍ବାଦର ଦିନ ଆମର ସହିତ ସେ ଭୋଜନ କରିବେ, ଆମର ସହିତ ଆଳାପ କରିବେ, ଆମର ସହିତ ରହିବା ପାଇଁ ତାଙ୍କର ଯୋଉ କଥା ରହିଛି, ସେଇ ମୁଖ ନିର୍ଗତ ବାକ୍ୟ ରହିଛି, ପ୍ରକାଶିତ ବାକ୍ୟରେ ଆମେ ସେଇ ଭାବେ ପ୍ରଭୁଙ୍କୁ ଆମେ ଆହ୍ୱାନ କରୁ। ପ୍ରଭୁ ଯୀଶୁ ଆମମାନଙ୍କର ଏଇ ହୃଦୟ ମନ୍ଦିରରେ ବାସ କରନ୍ତୁ। ଆଉ ସେଇ ଗୁହାଳ କୁଣ୍ଡ ସ୍ୱରୂପ ଆମମାନଙ୍କର ବର୍ଚ୍ଚନା ହୃଦୟକୁ ପ୍ରଭୁ ଉପସ୍ଥିତ ଥାଏ, ଉପସ୍ଥିତ ହୋଇକି ଆମମାନଙ୍କୁ ଧନ୍ୟ ହେବାକୁ ଦିଅନ୍ତୁ। ତାଙ୍କର ଆଶୀର୍ବାଦରେ ଆମେ ଆନନ୍ଦ କରୁ କରୁ, ତାଙ୍କର ଧନ୍ୟବାଦ କରୁ କରୁ, ପ୍ରଶଂସା କରୁ କରୁ, এই বড় দিনের বড় আশীর্বাদ ଆମେ ଉପଲବ୍ଧି କରୁ। ଧନ୍ୟ ପ୍ରଭୁ, ଧନ୍ୟ ତାଙ୍କ